ଆଜି ଶୁଣିବା ଜହ୍ନମାମୁଁର ଆଉ ଗୋଟିଏ କାହାଣୀ, ମାତୃ ଋଣ। ଯେତେବେଳେ ରାଜା ବ୍ରହ୍ମଦତ୍ତ କାଶୀରେ ରାଜୁତି କରୁଥିଲେ, ସେତେବେଳେ ବୋଧିସତ୍ତ୍ୱ ଗୋଟିଏ ଶ୍ୟାମ ରଙ୍ଗର ବାଛୁରୀ ରୂପରେ ଜନ୍ମଗ୍ରହଣ କରିଥିଲେ। ବାଛୁରୀଟି ଦେଖିବାକୁ ଏଡ଼େ ଡଉଲ ଡାଉଲ ସୁନ୍ଦର ହୋଇଥାଏ ଯେ ତା ଆଡ଼କୁ ଥରେ ଅନାଇଲେ ଆଖି ଫେରାଇ ଆଣିବା ସହଜ ହେଉନଥାଏ। ସମସ୍ତେ ତାକୁ ମୁଗ୍ଧ ହୋଇ ଦେଖୁଥାନ୍ତି। ସେ ବାଛୁରୀ ତଥା ତା ମା ଗାଈର ଯିଏ ମାଲିକ, ତାକୁ ସେ ଗାଁ ଛାଡ଼ି ଚାଲିଯିବାକୁ ପଡ଼ିଲା। ଜଣେ ବୁଢ଼ୀଠାରୁ ସେ କିଛି କରଜ କରିଥାଏ। ଯିବାବେଳେ କରଜ ବାବଦରେ ଲୋକଟି ସେ ବାଛୁରୀକୁ ବୁଢ଼ୀକୁ ସମର୍ପି ଦେଇଗଲା। ବୁଢ଼ୀ ସେ ବାଛୁରୀକୁ ପଶୁ ଭଳି ନ ଦେଖି ନିଜ ପୁଅ ଭଳି ସ୍ନେହ କରୁଥାଏ। ବୁଢ଼ୀର ଯତ୍ନ ଯୋଗୁଁ ବାଛୁରୀ ନିଜ ମାଠୁ ବିଚ୍ଛିନ୍ନ ହେବାର ଦୁଃଖ ପାଶୋରି ଦେଲା। ସେ ବୁଢ଼ୀକୁ ହିଁ ନିଜର ମା ଭଳି ଦେଖୁଥାଏ। ବାଛୁରୀ କ୍ରମେ ବଢ଼ିବାକୁ ଲାଗିଲା। ତା ଉପରେ ବୁଢ଼ୀର ଏତେ ବିଶ୍ୱାସ ଥାଏ ଯେ ସେ ତାକୁ କେତେବେଳେ ହେଲେ ବାନ୍ଧୁ ନଥାଏ। ଏଣେ ତେଣେ ସ୍ୱେଚ୍ଛାକ୍ରମେ ବୁଲାବୁଲି କରି ସେ ଯଥା ସମୟରେ ଘରକୁ ଫେରୁଥାଏ। ଗାଁର ପିଲାମାନେ ତାକୁ ବହୁତ ଶ୍ରଦ୍ଧା କରୁଥାନ୍ତି। କିଏ ତା ଗଳା ଧରି ଓହଳି ପଡ଼ୁଥାଏ ତ କିଏ ତା ପିଠିରେ ବସି ଯାଉଥାଏ, କିନ୍ତୁ କେହି ତାକୁ ହଇରାଣ କରୁନଥାନ୍ତି। ବାଛୁରୀ ଯେତେବେଳେ ଦାମୁଡ଼ିରେ ପରିଣତ ହେଲା, ସେତେବେଳେ ସେ ଭାବିଲା, ମୋର ପାଳିକା ମା ମୋର କେତେ ଯତ୍ନ ନେଉଛି। ସେ ମୋତେ ଖାଇବାକୁ ନ ଦେଇ ନିଜେ ଖାଏ ନାହିଁ। ନିଜେ ବିଚରା ବହୁତ ଗରିବ। ମୁଁ ଯଦି ତାକୁ କିଛି ସାହାଯ୍ୟ କରିପାରନ୍ତି ତେବେ ବହୁତ ସନ୍ତୋଷ ପାଆନ୍ତି। ମନେ ମନେ ଏହା ଭାବି ଦାମୁଡ଼ି ଗୋଟିକ ସୁଯୋଗର ଅପେକ୍ଷାରେ ଥାଏ। ଅନେକ ଲୋକ ତା ଚେହେରା ଆଉ ଚାଲିଚଳନରେ ମୁଗ୍ଧ ହୋଇ ତାକୁ କିଣି ନେବାକୁ ପ୍ରସ୍ତୁତ ହେଉଥାନ୍ତି, କିନ୍ତୁ ବୁଢ଼ୀ ବିକିବ ନାହିଁ ବୋଲି ସ୍ପଷ୍ଟ କହିଦିଏ। କେହି ବେଶୀ ଜିଗର ଲଗାଇଲେ ସେ କହେ, ବାବୁ, ନିଜ ପିଲାକୁ କେହି କ'ଣ ବିକ୍ରି କରିଦିଏ? ଦିନେ ଜଣେ ବିଶିଷ୍ଟ ବଣିକ ସେହି ଗାଁ ଦେଇ ଯାଉଥାନ୍ତି। ତାଙ୍କର ପଣ୍ୟଦ୍ରବ୍ୟ 500 ଗୋଟି ଶଗଡ଼ରେ ବୋଝି ହୋଇଥାଏ। ଗାଁ ପାଖରେ ଥାଏ ନଦୀ। ସେ ନଦୀ ଶଯ୍ୟା ଭିତର ଦେଇ ଶଗଡ଼ ଟାଣି ନେଇଯିବା ଭଳି ତାକତ ତାଙ୍କ ବଳଦମାନଙ୍କ ପାଖରେ ନଥିଲା। ବଣିକ ଗାଁ ଭିତରୁ କେତେକ ବଳବାନ ବଳଦ ସଂଗ୍ରହ କରିବାର ଚେଷ୍ଟା କଲେ, କିନ୍ତୁ ଶଗଡ଼ ଟାଣିଲା ଭଳି ଉପଯୁକ୍ତ ବଳଦ ସେ ଗାଁରେ ନଥିଲେ। ହତାଶ ହୋଇ ବଣିକ କ'ଣ କରିବା ଭାବୁଛନ୍ତି, ତାଙ୍କ ଆଖି ପଡ଼ିଲା ଶ୍ୟାମରଙ୍ଗର ଦାମୁଡ଼ି ଉପରେ। ସେ ଦାମୁଡ଼ି ତାଙ୍କୁ ଅସାଧାରଣ ମନେ ହେଲା। ସେ ପାଖରେ ବୁଲୁଥିବା ଗାଁର ଜଣେ ଟୋକାକୁ ପଚାରିଲେ, ଏ ଦାମୁଡ଼ିର ସାହାଯ୍ୟ ପାଇଲେ ହୁଏତ ଶଗଡ଼ଗୁଡ଼ିକୁ ଆରପାରିକୁ ନେଇଯାଇପାରନ୍ତି। ଟୋକା କହିଲା, ସେ କଥା ଠିକ୍, ଏ ଦାମୁଡ଼ି ଅତ୍ୟନ୍ତ ବଳବାନ। ଚେଷ୍ଟା କରି ଦେଖିପାର। ଏହାକୁ ଯେଉଁ ବୁଢ଼ୀ ପାଳିଛି ସେ ଦୂରକୁ ଯାଇଛି। ମୋତେ ସେ ଏହା ଉପରେ ଆଖି ରଖିବାକୁ କହିଯାଇଛି। ବଣିକ ଦାମୁଡ଼ି ବେକରେ ଦଉଡ଼ି ବାନ୍ଧି ତାକୁ ଶଗଡ଼ ଆଡ଼କୁ ନେଇଯିବାକୁ ଚେଷ୍ଟା କଲେ, କିନ୍ତୁ ଯେତେ ଟାଣିଲେ ମଧ୍ୟ ଦାମୁଡ଼ି ପାଦେ ମଧ୍ୟ ଟଳିଲା ନାହିଁ। ବଣିକ ଥିଲେ ଜଣେ ବିଚକ୍ଷଣ ବ୍ୟକ୍ତି। ତାଙ୍କର ମନେ ହେଲା, ଦାମୁଡ଼ି କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରଖି ଏପରି ଅଟଳ ରହିଛି। ବଣିକ ଦାମୁଡ଼ିକୁ କହିଲେ, ତତେ ମୁଁ ଭଲକିରି ଖୁଆଇବି, ମୋ କାମ କରିଦେ। କିନ୍ତୁ ସେଥିରେ କୌଣସି ଫଳ ହେଲା ନାହିଁ। ସେ ବାରମ୍ବାର ଏକଥା କହିବା ସତ୍ତ୍ୱେ ଦାମୁଡ଼ି ଖାଲି ମୁଣ୍ଡ ହଲାଇବା ବ୍ୟତୀତ ଆଉ କିଛି କଲା ନାହିଁ। ସେ ଦାମୁଡ଼ି କାନ ପାଖରେ କହିଲେ, ତୁ ଯଦି ଆମର 500 ଯାକ ଶଗଡ଼ ଆରପାରିକୁ ନେଇଯାଇପାରିବୁ, ତେବେ ପ୍ରତି ଶଗଡ଼ ବାବଦରେ 2 ଟଙ୍କା ହିସାବରେ ତତେ 1000 ଟଙ୍କା ଦେବି। ତତ୍କ୍ଷଣାତ୍ ଦାମୁଡ଼ି ଆନନ୍ଦରେ ମୁଣ୍ଡ ହଲାଇ ନିଜେ ନିଜେ ଶଗଡ଼ ଆଡ଼କୁ ଅଗ୍ରସର ହେଲା। ଗୋଟିକ ପରେ ଗୋଟିକ ଶଗଡ଼ ଟାଣି ନେଇ ସେ ସବୁଗୁଡ଼ିକୁ ନଈପାରି କରେଇଦେଲା। ବଣିକ ସ୍ୱସ୍ତିରେ ନିଶ୍ୱାସ ଛାଡ଼ିଲେ, ଆଉ କହିଲେ, ମୋତେ ମହା ସଙ୍କଟରୁ ଏ ଦାମୁଡ଼ି ରକ୍ଷା କରିଦେଲା। ବଣିକ ଗୋଟିଏ ଥଳିରେ 500 ଟଙ୍କା ପୁରାଇ ଦାମୁଡ଼ି ବେକରେ ବାନ୍ଧିଦେଲେ, ଆଉ କହିଲେ, ଏଇ ନିଅ ତୁମ ପୁରସ୍କାର। ଦାମୁଡ଼ି ବୁଝିଲା, ବଣିକ ତାଙ୍କୁ ପ୍ରତିଶ୍ରୁତି ମୂଲ୍ୟର ଅଧା ଦେଇଛି। ସେ ସଙ୍ଗେ ସଙ୍ଗେ ଶଗଡ଼ ଶ୍ରେଣୀର ଆଗକୁ ଯାଇ ପଥରୋଧ କରି ଠିଆ ହେଲା। ଦାମୁଡ଼ିର ବ୍ୟବହାର ଦେଖି ବଣିକ ଯେତିକି ବିସ୍ମିତ ହେଲେ, ସେତିକି ଲଜ୍ଜିତ ମଧ୍ୟ ହେଲେ। ସେ ଆଉ ଗୋଟିଏ ଥଳିରେ ଆଉ 500 ଟଙ୍କା ପୂରେଇ ଦାମୁଡ଼ି ବେକରେ ବାନ୍ଧିଦେଲେ, ଆଉ କହିଲେ, କ୍ଷମା କର, ମୁଁ କମ୍ ଟଙ୍କା ଦେଇ ଭୁଲ କରିଥିଲି। ବର୍ତ୍ତମାନ ପୂରା ଟଙ୍କା ଦେଲି। ଏଥର ଆମକୁ ଯିବାକୁ ଦିଅ। ଦାମୁଡ଼ି ତତ୍କ୍ଷଣାତ୍ ବାଟ ଛାଡ଼ିଦେଲା। ଶଗଡ଼ ଶ୍ରେଣୀ ଚାଲିଗଲେ। ଦାମୁଡ଼ି ବୁଢ଼ୀ ପାଖକୁ ଫେରିଲା। ବାରମ୍ବାର ନଈ ଅତିକ୍ରମ କରିଥିବା ହେତୁ ଦାମୁଡ଼ିର ଦେହ କର୍ଦ୍ଦମାକ୍ତ ହୋଇଥାଏ। ବୁଢ଼ୀ ତାକୁ ଧୋଇଦେବାକୁ ଆସି ତା ବେକରେ ଝୁଲିଥିବା ଥଳି 2ଟି ଦେଖିଲା। ସେଥିରେ 1000 ଟଙ୍କା ଥିବାର ଦେଖି ତାର ବିସ୍ମୟର ସୀମା ରହିଲା ନାହିଁ। ସେତିକିବେଳେ ଦାମୁଡ଼ି ଉପରେ ଆଖି ରଖିଥିବା ଟୋକା ସେଠାକୁ ଆସି ସବୁ ଗପିଲା। ବୁଢ଼ୀ କାନ୍ଦି ପକାଇଲା। ପୁଅ ମୋର କେତେ ବୁଦ୍ଧି ଖଟାଇ କେତେ ମେହନତ କରି ମୋ ପାଇଁ ଏତିକି ଉପାର୍ଜନ କରିଛି। ବୁଢ଼ୀ ଶେଷ ଜୀବନ ସୁଖରେ ବିତାଇଲା। ଦାମୁଡ଼ି ରୂପୀ ବୋଧିସତ୍ତ୍ୱ ଏହିପରି ଭାବରେ ପାଳିକା ମାର ଋଣ ପରିଶୋଧ କରି ନିଜର ଗୋ ଜୀବନ ଶେଷ କଲେ।
ଆପଣମାନେ ଶୁଣୁଥିଲେ ଜହ୍ନମାମୁଁର ଗୋଟେ ଗପ ମାତୃ ଋଣ।